ସ୍ଲୋପ୍ ନିରୂପଣ କରିବା ପାଇଁ ଦୁଇ ପ୍ରକାର ପ୍ରଶ୍ନ ଆସୁଛି। ଗୋଟିଏ ସମୀକରଣ ଦତ୍ତ ଥିବ ତାର ସ୍ଲୋପ୍ ନିରୂପଣ କରିବା ଏବଂ ଦୁଇଟି ବିନ୍ଦୁ ଦତ୍ତ ଥିବ ତାର ସ୍ଲୋପ୍ ନିରୂପଣ କରିବା। ମନେକର ଗୋଟିଏ ସମୀକରଣ 3x ମାଇନସ୍ 2y ପ୍ଲସ୍ 6 ଇଜ୍ ଇକ୍ୱାଲ୍ ଟୁ 0 ସମୀକରଣରେ ସ୍ଲୋପ୍ ନିରୂପଣ କର। ଆମକୁ ଏହି ଦତ୍ତ ସମୀକରଣରୁ y ଇଜ୍ ଇକ୍ୱାଲ୍ ଟୁ mx ପ୍ଲସ୍ c ପ୍ରଥମେ ନିରୂପଣ କରିବାକୁ ପଡ଼ିବ। ଏହି ଦତ୍ତ ସମୀକରଣକୁ ଯଦି ଆମେ y ଇଜ୍ ଇକ୍ୱାଲ୍ ଟୁ mx ପ୍ଲସ୍ c ରୂପକୁ ପରିବର୍ତ୍ତନ କରିବା ତାହେଲେ ଆମର କ'ଣ ହେବ? ମାଇନସ୍ 2y ଇଜ୍ ଇକ୍ୱାଲ୍ ଟୁ ମାଇନସ୍ 3x ମାଇନସ୍ 6। ଯଦି ଆମେ ମାଇନସ୍ କମନ୍ ନେବା ଆମର ଆସିବ 3x ପ୍ଲସ୍ 6। ଉଭୟ ପାର୍ଶ୍ୱରୁ ମାଇନସ୍ ମାଇନସ୍ କଟିଗଲେ ଆମର y କେତେ ହେବ? 3x/2 ପ୍ଲସ୍ 6/2। ଆକୁ ଆମେ କ'ଣ କରିବା? m 3/2 ପାଖରେ x ଲେଖିବା ପ୍ଲସ୍ 6/2। ଏଇଠି xର ସହଗ ଯାହା ଆସିବ ସିଏ ହେବ mର ସ୍ଥାନ। xର ସହଗ ଯାହା ଆସିବ ଇଏ ହେବ m। ଆକୁ ହିଁ ଆମେ କହିବା ସ୍ଲୋପ୍। ତାହେଲେ ଏହାର ସ୍ଲୋପ୍ କେତେ? ସ୍ଲୋପ୍ ହେବ 3/2। এই ଯେଉଁ 6/2 ଅର୍ଥାତ୍ ଏଟାର 3 ହେଲା, ଏଇଟା ହେଉଛି y ସ୍ଥାନାଙ୍କ, y ଛେଦାଂଶ। ଏଇଠି ଆମେ ଦେଖିବା ଦୁଇଟି ବିନ୍ଦୁ P1 7 8 P2 -3 2 ଦୁଇଟି ବିନ୍ଦୁ ଦତ୍ତ ଥିଲେ ଆମେ ସ୍ଲୋପ୍ ନିରୂପଣ କରିବା। 7 ହେଉଛି x1, ଇଏ ହେଉଛି y1, ଇଏ ହେଉଛି x2, ଇଏ ହେଉଛି y2। ତ ଦୁଇଟି ବିନ୍ଦୁ ଦତ୍ତ ଥିଲେ ସ୍ଲୋପ୍ ନିରୂପଣ କରିବାର ସୂତ୍ର ହେଉଛି y2 ମାଇନସ୍ y1 ବିଭକ୍ତକ x2 ମାଇନସ୍ x1। y2 ଜାଗାରେ ଆମେ କେତେ 2 ମାଇନସ୍ 8/-3 ମାଇନସ୍ 7 ମାଇନସ୍ 6/-10 ଇଜ୍ ଇକ୍ୱାଲ୍ ଟୁ 3/5। ଏମିତି ଆମେ ସ୍ଲୋପ୍ ଦୁଇଟା କୋଶ୍ଚିନ୍ରୁ କାଢ଼ିପାରିବା। ଗୋଟିଏ ସମୀକରଣ ଦତ୍ତ ଥିଲେ ସ୍ଲୋପ୍ ନିରୂପଣ କରିହେବ ଏବଂ ଆଉ ଗୋଟେ ବିନ୍ଦୁ ଦୁଇଟି ଦତ୍ତ ଥିଲେ ସ୍ଲୋପ୍ ନିରୂପଣ କରି